ଅନେକ ଦିନ ତଳର କଥା। ଉତ୍ତରାଖଣ୍ଡ ରାଜ୍ୟରେ ରାମଲାଲ ନାମରେ ଜଣେ ଧନୀ ବ୍ୟବସାୟୀ ରହୁଥିଲେ। ସେ ଅଞ୍ଚଳରେ ତାଙ୍କର ଗୋଟେ ବହୁତ ବଡ଼ ଦୋକାନ ଥିଲା। ତାଙ୍କ ଦୋକାନରେ ଆନନ୍ଦ ଓ ମୋହନ ନାମରେ ଦୁଇ ଜଣ କର୍ମଚାରୀ କାମ କରୁଥିଲେ। ସେମାନେ ଯେତିକି ଦରମା ପାଉଥିଲେ ସେଥିରେ ତାଙ୍କ ପରିବାର ଚଳାଇବା କଷ୍ଟ ହୋଇଯାଉଥିଲା। କିନ୍ତୁ ମାଲିକ ପାଇଁ ନିସ୍ୱାର୍ଥପର ଭାବରେ କାମ କରୁଥିଲେ। ରାମଲାଲ ସେମାନଙ୍କ ସଚ୍ଚୋଟତା ଦେଖି ଖୁସି ହେଉଥିଲେ। ସେଦିନ ଦ୍ୱିପ୍ରହର ସମୟରେ ବହୁତ ଗରମ ପଡୁଥାଏ। ଲୋକମାନେ ଏତେ ଗରମରେ ଘରୁ ବାହାରି ପାରୁନଥାନ୍ତି। ଗ୍ରାହକ ନଥିବାରୁ ଆନନ୍ଦ ଓ ମୋହନ ଗପ କରୁଥାନ୍ତି। ଏହି ସମୟରେ ଜଣେ ଲୋକ ସେଠାରେ ଆସି ପହଞ୍ଚିଲା। ତା ବେଶ ପୋଷାକରୁ ଜଣାପଡୁଥିଲା ସେ ବହୁତ ପଇସାବାଲା ହୋଇଥିବ। ରାମଲାଲ ସେ ବ୍ୟକ୍ତି ଆଡ଼କୁ ଚାହିଁ ପଚାରିଲେ, କୁହନ୍ତୁ ଆଜ୍ଞା, ମୁଁ ଆପଣଙ୍କର କି ସେବା କରିପାରିବି? ସେତେବେଳକୁ ଆନନ୍ଦ ଓ ମୋହନ ନିଜ ନିଜ ସ୍ଥାନରେ ଆସି ଠିଆ ହୋଇ ଯାଇଥିଲେ। ଲୋକଟି ରାମଲାଲଙ୍କ ଆଡ଼କୁ ଚାହିଁ କହିଲା, ମୋ ନାଁ ଗଫର ସେଠ। ମୁଁ ସୁଲତାନପୁରରୁ ଆସିଛି। ମୋ ଦୋକାନ ବି ସେଇଠି ଅଛି। ମୁଁ ଶୁଣିଥିଲି ଆପଣଙ୍କ ଦୋକାନରେ କୁଆଡ଼େ କମ୍ ପଇସାରେ ଭଲ ଜିନିଷ ମିଳେ। ମୋତେ ବହୁ ପରିମାଣର ଚାଉଳ, ଡାଲି, ତେଲ, ଘିଅ ଓ ଗୁଡ଼ ଆଦି ଦରକାର। ଆପଣଙ୍କ ପାଖରେ ଏସବୁ ଜିନିଷ ମିଳିଯିବ ତ? ନିଜର ପ୍ରଶଂସା ଶୁଣି ରାମଲାଲ ବହୁତ ଖୁସି ହୋଇଯାଇଥିଲେ। ତେଣୁ କହିଲେ, ଈଶ୍ୱରଙ୍କ କୃପାରୁ ମୋ ଦୋକାନରେ ସବୁ ପ୍ରକାର ଜିନିଷ ମିଳିବ। ଆପଣ ଚିଠା ଦିଅନ୍ତୁ, ମୁଁ ସବୁ ଜିନିଷ ବାହାର କରି ଦଉଛି। ଗଫର ସେଠ ରାମଲାଲଙ୍କ ହାତକୁ ଚିଠା ବଢ଼ାଇ ଦେଲା। ଏହାପରେ ଆନନ୍ଦ ଓ ମୋହନ ସେ ଚିଠା ଅନୁସାରେ ଜିନିଷପତ୍ର ବାହାର କରିବାରେ ଲାଗି ପଡ଼ିଲେ। ଯେତେବେଳେ ସବୁ ଜିନିଷ ବାହାରିଗଲା, ଗଫର ସେଠ ତାକୁ ଓଟ ପିଠିରେ ଲଦି ଦେବା ପାଇଁ ତା ଗୋଲାମମାନଙ୍କୁ ଆଦେଶ ଦେଲା। ଏହି ସମୟରେ ରାମଲାଲ ସବୁ ଜିନିଷର ହିସାବପତ୍ର କରିବାରେ ବ୍ୟସ୍ତ ରହିଥିଲେ। ଯେତେବେଳେ ହିସାବ ସରିଲା, ସବୁ ଜିନିଷର ମୂଲ୍ୟ 5,000 ସୁନାମୋହର ହୋଇଥିଲା। ଏହାପରେ ଗଫର ସେଠ ଗୋଟି ଗୋଟି କରି 5ଟି ଥଳି ରାମଲାଲଙ୍କ ହାତକୁ ବଢ଼ାଇ ଦେଲା। ଏବେ ରାମଲାଲ ତାକୁ ଗଣିବାରେ ଲାଗି ପଡ଼ିଲେ। ଆଉ ମୋହନକୁ ଡାକି ତାଙ୍କ ସହିତ ଗଣିବା ପାଇଁ ନିର୍ଦ୍ଦେଶ ଦେଲେ। ମୋହନର ହାତ ବାଜି କେତେଗୁଡ଼ିଏ ମୋହର ତଳେ ପଡ଼ିଗଲା। ତାର ଏପରି ଅସାବଧାନତା ପାଇଁ ସେ ବହୁତ ଲଜ୍ଜିତ ହୋଇଗଲା। ଆନନ୍ଦ ବି ତା ପାଖରେ ଠିଆ ହୋଇଥିଲା। ତେଣୁ ସେ ଶୀଘ୍ର ଶୀଘ୍ର ସେ ମୋହର ଗୁଡ଼ିକ ତଳୁ ଗୋଟାଇବାରେ ଲାଗି ପଡ଼ିଲା। ଯେତେବେଳେ ଆନନ୍ଦ ସେ ମୋହର ଗୁଡ଼ିକ ତଳୁ ଉଠାଉଥିଲା, ସମସ୍ତଙ୍କ ନଜର ବଞ୍ଚାଇ ସେଥିରୁ ଗୋଟିଏ ମୋହର ନିଜ ପକେଟରେ ପୁରାଇ ଦେଇଥିଲା। କିନ୍ତୁ ଆନନ୍ଦ ଜାଣିନଥିଲା ରାମଲାଲ ତାକୁ ଦେଖୁଛନ୍ତି ବୋଲି। ଆନନ୍ଦ ଉପରେ ରାମଲାଲଙ୍କର ବିଶ୍ୱାସ ଥିଲା। କିନ୍ତୁ ଆନନ୍ଦର ଏ ଚୋରି ପାଇଁ ତାଙ୍କ ହୃଦୟକୁ ଆଜି ବହୁତ ବଡ଼ ଆଘାତ ଲାଗିଥିଲା। ହେଲେ ସେ ତାକୁ କିଛି ନ କହି ନ ଜାଣିଲା ପରି ଚୁପ୍ ରହିଲେ। ରାମଲାଲ ଭାବୁଥିଲେ, ଗଫର ସେଠ ଚାଲିଯିବା ପରେ ଆନନ୍ଦକୁ ସେ ମୋହର ବିଷୟରେ ପଚାରିବେ। ଆଉ ନିଷ୍ପତ୍ତି ନେଇ ସାରିଥିଲେ ଆଜି ତାକୁ ଯେମିତି ହେଲେ ଚାକିରିରୁ ବାହାର କରିଦେବେ। ଯେତେବେଳେ ରାମଲାଲ ସବୁ ଥଳିର ମୋହର ଗୁଡ଼ିକ ଗଣି ସାରି ଚାରିଆଡ଼କୁ ଚାହିଁଲେ, ସେତେବେଳକୁ ଆନନ୍ଦ ଦୋକାନରେ ନଥିଲା। ତେଣୁ ରାମଲାଲ ଭାବିଲେ, ବୋଧେ ଆନନ୍ଦ ସେ ମୋହରକୁ କୋଉଠି ଲୁଚାଇବା ପାଇଁ ବାହାରକୁ ଯାଇଛି। ଆନନ୍ଦର ଏ ଚୋରି ପାଇଁ ରାମଲାଲଙ୍କ ମନରେ ଦୁଃଖ ହେଉଥିଲା। ସେ ତାକୁ ଗୋଟେ ସଚ୍ଚୋଟ କର୍ମଚାରୀ ବୋଲି ଭାବି ଆସୁଥିଲେ। ଏବେ ରାମଲାଲଙ୍କ ଦୋକାନରେ ପ୍ରାୟ ଅଧିକାଂଶ ଜିନିଷ ଖାଲି ହୋଇ ଯାଇଥିଲା। ଗୋଲାମମାନଙ୍କ ଦ୍ୱାରା ସେ ଜିନିଷକୁ ଓଟ ପିଠିରେ ଲଦି ଦିଆଯାଇଥିଲା। ତେଣୁ ରାମଲାଲ ସେମାନଙ୍କ ପାଇଁ ମିଠା ସର୍ବତ ଆଣିବାକୁ ମୋହନକୁ ପଠାଇଲେ। ମୋହନ ଅଳ୍ପ ସମୟ ଭିତରେ ବଜାରକୁ ଯାଇ ମିଠା ସର୍ବତ ନେଇ ଆସିଲା। ଗଫର ସେଠର ଗୋଲାମମାନେ ଏକାଠି ହୋଇ ସର୍ବତ ପିଇବାରେ ଲାଗି ପଡ଼ିଲେ। ଏହି ସମୟରେ ରାମଲାଲଙ୍କ ନଜର ପଡ଼ିଲା ଦୂରରୁ ଆସୁଥିବା ଆନନ୍ଦ ଉପରେ। ରାମଲାଲ ଦେଖିଲେ ଆନନ୍ଦ ସହିତ ଦୁଇ ଜଣ ସିପାହୀ ମଧ୍ୟ ଆସୁଛନ୍ତି। ଅଳ୍ପ ସମୟ ଭିତରେ ସେମାନେ ଦୋକାନରେ ଆସି ପହଞ୍ଚିଗଲେ। ଏହାପରେ ଆନନ୍ଦ ଗଫର ସେଠ ଆଡ଼କୁ ଇସାରା କରି ସିପାହୀମାନଙ୍କୁ କହିଲା, ଇଏ ସେଇ ଲୋକ
ଯାହା ବିଷୟରେ ମୁଁ କଟୁଆଳଙ୍କୁ ଯାଇ କହିଥିଲି। ସିପାହୀମାନେ ଏ କଥା ଶୁଣି ଗଫର ସେଠକୁ ବାନ୍ଧି ପକାଇଲେ। ଏସବୁ ଦେଖି ରାମଲାଲ ରାଗରେ ପଞ୍ଚମ ହୋଇଯାଇଥିଲେ। ସେ ଆନନ୍ଦକୁ କହିଲେ, ହଇରେ, ଏସବୁ କ'ଣ ଚାଲିଛି? ଇଏ ଜଣେ ସୌଦାଗର, ୟାଙ୍କ ସହିତ ଏପରି ବ୍ୟବହାର କରିବା ତୋର ଠିକ ହେଉଛି ତ? ଆନନ୍ଦ ବିନମ୍ର ସ୍ୱରରେ କହିଲା, ଆପଣ ଟିକେ ଅପେକ୍ଷା କରନ୍ତୁ, ସବୁ ଜାଣିପାରିବେ। ସେତେବେଳକୁ ସିପାହୀମାନଙ୍କୁ ଦେଖି ଗଫର ସେଠର ଚାରିଟା ଯାକ ଗୋଲାମ ଭୟରେ ଥରୁଥାନ୍ତି। ସୈନିକମାନଙ୍କୁ ଦେଖି ସେ ବି ଡରି ଯାଇଥାଏ। ରାମଲାଲ ରାଗରେ ଆନନ୍ଦ ଆଡ଼କୁ ଚାହିଁ କହିଲେ, ହଇରେ, ତୁ ମୋତେ ଜାଣିନୁ ବୋଧେ? ମୁଁ ତୋର କ'ଣ କରିବି ବୁଝିପାରୁଛୁଟି? ଏ ଅପମାନର ପ୍ରତିଶୋଧ ମୁଁ ଯେମିତି ହେଲେ ନେବି। ଆନନ୍ଦ ଟିକେ ବି ଡରିଲାନି। ସେ ଗଫର ଆଡ଼କୁ ଚାହିଁ କହିଲା, ଆପଣଙ୍କ ଚାଲାଖି ଏବେ ଧରାପଡ଼ି ଯାଇଛି। ଆପଣ ନକଲି ମୋହର ଦେଇ ମୋ ମାଲିକଙ୍କୁ ଠକି ଦେବାକୁ ବସିଥିଲେ। ଯେତେବେଳେ ରାମଲାଲ ଏ କଥା ଶୁଣିଲେ, ଆଉ ଡେରି ନ କରି ଗଫର ସେଠ ଦେଇଥିବା ମୋହରକୁ ବାହାର କରି ଚଟାଣରେ ଘଷିବାକୁ ଲାଗିଲେ। କିନ୍ତୁ ଏ କ'ଣ? ସେ ଆଶ୍ଚର୍ଯ୍ୟ ହୋଇଗଲେ, କାହିଁକି ନା ମୋହରରେ ଥିବା ସୁନେଲି ରଙ୍ଗ ଛାଡ଼ି ଯାଉଥିଲା, ଆଉ ଭିତରେ ଥିବା ପିତ୍ତଳ ପରିଷ୍କାର ଜଣାପଡ଼ି ଯାଉଥିଲା। ରାମଲାଲ ଏହି ପ୍ରକାର କେତେ ମୋହର ଚଟାଣରେ ଘଷି ପରୀକ୍ଷା କରିବାକୁ ଲାଗିଲେ, କିନ୍ତୁ ସବୁ ମୋହର ନକଲି ଥିଲା। ଏ କଥା ଦେଖି ଗଫର ସେଠ ଡରିଯାଇ ସିପାହୀମାନଙ୍କ କବଳରୁ ଖସିଯିବାକୁ ଚେଷ୍ଟା କରୁଥିଲା, ହେଲେ ଅସଫଳ ହେଲା। ସିପାହୀମାନେ ଗୋଲାମମାନଙ୍କୁ କହି ଓଟରେ ଲଦା ଯାଇଥିବା ଜିନିଷକୁ ପୁଣି ଥରେ ଦୋକାନରେ ରଖିଦେବାକୁ କହିଲେ। ଗୋଲାମମାନେ ଓଟ ପିଠିରୁ ସବୁ ଜିନିଷ ବାହାର କରି ଦେବା ପରେ ସିପାହୀମାନେ ତାଙ୍କୁ ଗିରଫଦାର କରି ନିଜ ସହିତ ନେଇଗଲେ। ଏହା ସହିତ ସେମାନେ ସେ ନକଲି ମୋହର ଥଳି ବି ନେଇ ଯାଇଥିଲେ, କାହିଁକି ନା ତାଙ୍କୁ ଆସାମୀ ସହିତ ନ୍ୟାୟ ଅଧିକାରୀଙ୍କ ସାମ୍ନାରେ ପେଶ କରିବାକୁ ପଡ଼ିବ। ଏବେ ରାମଲାଲ ବହୁତ ଖୁସି ଥିଲେ, କାହିଁକି ନା ଏକ ବଡ଼ ଠକାମିରୁ ସେ ବଞ୍ଚି ଯାଇଥିଲେ। ସେ ଆନନ୍ଦକୁ ଚାହିଁ କହିଲେ, ମୁଁ ତୋ ଉପରେ ଆଜି ବହୁତ ଖୁସି ଅଛି। ତୁ ମୋତେ ବହୁତ ବଡ଼ କ୍ଷତିରୁ ବଞ୍ଚାଇ ଦେଲୁ। ଏହି ଖୁସିରେ ରାମଲାଲ ଆନନ୍ଦକୁ 5ଟି ମୋହର ଉପହାର ଦେବା ସହିତ ସେମାନଙ୍କ ଦରମା ବଢ଼ାଇ ଦେଲେ। ସେହି ଦିନଠାରୁ ଦୁଇ କର୍ମଚାରୀ ଭଲରେ ଦିନ କାଟିବାକୁ ଲାଗିଲେ।